ନମ୍ବର 1 ବାଲିଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ। ଜାତୀୟ ରାଜପଥ ଇଞ୍ଜିଳି ସହର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଏକ ସ୍କୁଟି ମୋଟରସାଇକେଲକୁ ଧକ୍କା ଦେଇ ବାଲିଟିପର ଚମ୍ପଟ ମାରିଛି, ଯାହାଫଳରେ ସ୍କୁଟି ଚାଳକ ଭଗବାନ ସାହୁ ଗୁରୁତର ଆହତ ହୋଇ ଇଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପଛରେ ବସିଥିବା ସ୍ତ୍ରୀ ସୁଲତାନ ସାହୁଙ୍କର ମୃତ୍ୟୁ ହୋଇଛି। ସୁଲତାନ ସ୍କୁଟିରୁ ଖସି ପଡ଼ିଥିବା ସମୟରେ ଉକ୍ତ ଟିପର ତାଙ୍କର ମୁଣ୍ଡ ଉପରେ ଚଢ଼ିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ସ୍କୁଟିକୁ ଜବତ କରିଛନ୍ତି ଓ ମୃତ ସୁଲତାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ ଦୁର୍ଘଟଣାଗ୍ରସ୍ତ ଦମ୍ପତିଙ୍କର ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଓ ସେମାନେ ବ୍ରହ୍ମପୁର ଆସୁଥିବା ବେଳେ ଏହି ଘଟଣାର ସମ୍ମୁଖୀନ ହୋଇଛନ୍ତି। ନମ୍ବର 2 ଦୁନିଆର ସବୁଠୁ ବିପଜ୍ଜନକ ସୀମା, ବ୍ରିଟିଶ ଭାରତ ସହ ରହିଛି ସମ୍ବନ୍ଧ। ଆମେରିକା ଏବଂ ଆଫଗାନିସ୍ତାନ ଏବେ ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି। ଆଫଗାନିସ୍ତାନ ତାଲିବାନ ଯୁଦ୍ଧ ବିମାନ ଏବଂ ଡଣ୍ଡୁରୀ ଲାଇନ୍ ପାର ହୋଇ ପାକିସ୍ତାନ ପ୍ରବେଶ କରିସାରିଲେଣି ଏବଂ ପାକିସ୍ତାନ ସେନା ପୋଷ୍ଟକୁ ଟାର୍ଗେଟ କରୁଛନ୍ତି। ସେନା ଶିବିର ଉପରେ କରୁଛନ୍ତି ଗୁଳି ବର୍ଷା। ଆଫଗାନିସ୍ତାନ ରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଡୁଣ୍ଡୁର ବର୍ଡର ଲାଇନ୍ ବିଷୟରେ କହିଛନ୍ତି ଯେ ଏହାକୁ ଆମେ ପାକିସ୍ତାନ ଅଞ୍ଚଳରେ ବୋଲି ଭାବୁନାହୁଁ। ଏହାକୁ ଆଫଗାନିସ୍ତାନର ହାଇତୋଫେଟିକାଲ ଲାଇନ୍ ମଧ୍ୟ କୁହାଯାଏ, ଯାହା 1947 ପରଠୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ସୀମା ରହିଛି। ଆଫଗାନିସ୍ତାନ କେବେ ବି ଡୁଣ୍ଡୁରୀ ସୀମାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ। ନମ୍ବର 3 ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଶୁଣ୍ଡରେ ଟେକି କଚାଡ଼ି ମାରିଦେଲା ହାତୀ। କେନ୍ଦୁଝର ଜିଲ୍ଲା ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରେ ରେଭେନ୍ସାପୁର ନିକଟରେ ଚମକପୁର ଗ୍ରାମରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ଘଟଣା ଉକ୍ତ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ମୃତକଙ୍କ ନାମ ରତମୁଣ୍ଡା ପ୍ରକାଶ ଯେ ଗତ ରବିବାର ରାତି ପ୍ରାୟ 2ଟା ବେଳେ ରତମୁଣ୍ଡା ଘରୁ ପରିସ୍ରା କରିବାକୁ ଅଗଣାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ବୁଲୁଥିଲା ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଅନ୍ଧାର ରାତିରେ ହାତୀଟି ଶୁଣ୍ଡରେ ତାଙ୍କୁ ଧରି ପାଦରେ ଦଳି ଦେଇଥିଲା, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଟା ରେଞ୍ଜ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ନମ୍ବର 4 ଚାଷୀ ପଞ୍ଜୀକରଣ ବୁଧବାରଠାରୁ ଆରମ୍ଭ କରିବେ ସରକାର। ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବେ। ଡିଜିଟାଲ କୃଷି ଅଧୀନରେ ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଜାନୁଆରୀ ମାସ 1 ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇ ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଚାଷୀମାନେ ଜନସେବା କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରିପାରିବେ। କୌଣସି ଅସୁବିଧାର ସମ୍ମୁଖୀନ ହେଲେ 1553333 ନମ୍ବରକୁ କଲ୍ କରି ଯୋଗାଯୋଗ କରିପାରିବେ ବୋଲି ସରକାର ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହୁଛନ୍ତି। ଚାଷୀ ନ ହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି। ଏଥିପାଇଁ ସରକାର ପୁଣି ପଞ୍ଜୀକରଣ କରୁଛନ୍ତି। ରାସନ କାର୍ଡରେ ଏବେ ବି ଇ-KYC ଜାରି ରହିଥିବା ବେଳେ ଏବେ ସୁଦ୍ଧା 40 ଲକ୍ଷ ବୁଥ୍ ହିତାଧିକାରୀ ବାହାରିଲେଣି। 24 ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା ସେଥିରେ ସ୍ୱଚ୍ଛତା ଆଣିବାକୁ ଏପରି ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନମ୍ବର 5 ପ୍ରତିଶୋଧ ନେଉଛି ତାଲିବାନ, ପାକିସ୍ତାନ ସେନା ଶିବିରକୁ କଲା କବ୍ଜା। ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସୀମାରେଖା ଥିବା ଡୁରାଣ୍ଡ ଲାଇନ୍ରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିପିଟି ଆତଙ୍କ ଦ୍ୱାରା 16 ଜଣ ପାକିସ୍ତାନ ସେନାକୁ ହତ୍ୟା କରିବା ପରେ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ପାକ୍ଟିକା ଏବଂ କଷ୍ଟ ପ୍ରଦେଶରେ ଏହାର ଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନ ଏହି ଆକ୍ରମଣରେ ପ୍ରାୟ 50 ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ ଦାବି କରିଛି ଯେ ଏହା ଟିପିଟି ଆତଙ୍କବାଦୀ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ରାଗିଯାଇ ତାଲିବାନ ଡୁରାଣ୍ଡ ଲାଇନ୍ରେ ପାକିସ୍ତାନ ସେନା ପୋଷ୍ଟ ଉପରେ ଆକ୍ରମଣ କରି 19 ଜଣ ପାକିସ୍ତାନୀ ସେନାକୁ ହତ୍ୟା କରିବା ଦାବି କରିଛି। ଏହା ବ୍ୟତୀତ 2ଟି ପାକିସ୍ତାନ ପୋଷ୍ଟ କ୍ୟାପଚରରେ କରିଥିବା ମଧ୍ୟ ଦାବି କରିଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ବ୍ରିଟିଶମାନଙ୍କ ଦ୍ୱାରା ଅଙ୍କିତ ଡୁରାଣ୍ଡ ଲାଇନ୍ ଗ୍ରହଣ କରେ ନାହିଁ। ଏହି କାରଣରୁ ଆରମ୍ଭ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ତିକ୍ତ ହୋଇ ରହିଛି। ନମ୍ବର 6 ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା, 2025ରେ 3 ଥର ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇଂରାଜୀ ବର୍ଷ 2024 ଆଉ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଇଂରାଜୀ ନୂଆବର୍ଷ। ନୂଆବର୍ଷ ଆଗମନକୁ ସ୍ୱାଗତ କରିବା ସମସ୍ତେ ବିଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ବର୍ଷ ଶେଷରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। 2025ରେ ମା'ମାନଙ୍କୁ 3 ଥର ମିଳିବ ସୁଭଦ୍ରା ଟଙ୍କା। ଜାନୁଆରୀରେ ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ
କରାଯିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ 8 ତାରିଖରେ ଏକସଙ୍ଗେ 1 କୋଟି ମହିଳାଙ୍କୁ ପ୍ରଦାନ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସର୍ଭେ ରିପୋର୍ଟ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 7 ସ୍ୱାସ୍ଥ୍ୟମନ୍ତ୍ରୀ ବଡ଼ ସୂଚନା। ଫେବୃଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମଲିକ ସୋମବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ବୟାନ ଦେଇଛନ୍ତି। 2025 ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏପରିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 3.5 କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଏହାଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ ହୋଇପାରିବେ। ନମ୍ବର 8 ନୂଆବର୍ଷ ଆଗମନରେ ପୁରୀରେ ଭିଡ଼। ବାହାର କାଟ ନିକଟରେ ଠେଲାପେଲା, 10 ଜଣ ଅସୁସ୍ଥ। ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି। ସୋମବାର ସତ୍ତ୍ୱେ ଭିଡ଼ ପାଇଁ ମନ୍ଦିରରେ ଭିତରେ ଠେଲାପେଲା। ଏଥିରେ 10 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିରର ବାହାର କାଟ ନିକଟରେ ଠେଲାପେଲା ହେବାରୁ ଅଣନିଶ୍ୱାସୀ ହୋଇପଡ଼ିଛି। ଅସୁସ୍ଥ ହୋଇଛନ୍ତି 10 ଜଣ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 2024 ଆଜି ଶେଷ ସୋମବାର। ମଝିରେ ଦିନ ଗୋଟିଏ। ନୂଆବର୍ଷ ଜଗନ୍ନାଥ ଦର୍ଶନ ସହ ଛୁଟି ମନାଇବାକୁ ପୁରୀରେ ଲୋକଙ୍କ ଗହଳି ଲାଗିଛି। ଏହି ଗହଳି ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି। ବାହାର ଓ ଭିତରେ ସବୁଠି ଲୋକଙ୍କ କଚାକଚ ଭିଡ଼ ଦେଖିବାକୁ ମିଳିଛି। ଏହି ଭିଡ଼ ପାଇଁ ଶ୍ରୀମନ୍ଦିର ବାହାରେ କାଟ ନିକଟରେ ମଧ୍ୟ ଭିଡ଼ ପ୍ରବଳ ହେବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ନମ୍ବର 9 ଆଜି ଭାରତ ବନ୍ଦ। ଜାଣନ୍ତୁ କିଏ ଓ କାହିଁକି ଦେଇଛି ଏମିତି ଡାକରା। ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଛତ୍ରପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆବର୍ଗ ଓବିସି ମୋର୍ଚ୍ଚାରେ ବିଜୟ ସ୍ୱାଇଁ ଓ ଭାରତ ମୁକ୍ତି ମୋର୍ଚ୍ଚାରେ ଜିଲ୍ଲା ସଭାପତି ସୁଧା ଦାସ ଅଧ୍ୟକ୍ଷତା କରି ଗତ 17 ତାରିଖରେ କେନ୍ଦ୍ର ଓ ରାଷ୍ଟ୍ରପତି ଅମିତ ଶାହଙ୍କ ସଂସଦରେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଦୃଶ୍ୟରେ ଦୃଢ଼ ପ୍ରତିବାଦ କରିବା ସହିତ ଆଜି ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏହା ସହିତ ଓବିସି ଜନସଂଖ୍ୟା ଗଣନା, ଇଭିଏମ୍ ବ୍ୟବହାର ବନ୍ଦ କରିବା ଓ ନିର୍ବାଚନ ପାଇଁ ବାଲଟ ପେପର କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗକୁ ନେଇ ଭାରତ ବନ୍ଦ ଆନ୍ଦୋଳନରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ରହିବ ବୋଲି ସୂଚନା ଦେଇଛନ୍ତି। ନମ୍ବର 10 ଲକ୍ଷ୍ମୀସାଗର ଖେଳପଡ଼ିଆ ବିବାଦ। ରାସ୍ତାରୋକରୁ କଣ୍ଡଯୁଦ୍ଧ। ଲକ୍ଷ୍ମୀସାଗର ସ୍କୁଲ ଖେଳପଡ଼ିଆରେ ହେବାକୁ ଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଲିସ ହଠାତ୍ ବନ୍ଦ କରିବାରୁ କଣ୍ଡଯୁଦ୍ଧ ଘଟିଥିଲା। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୁଲିସ ଟୁର୍ଣ୍ଣାମେଣ୍ଟ ବନ୍ଦ କରିଛି ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଘେରିଥିଲେ। ପରେ ସ୍କୁଲ ପଡ଼ିଆ ବିବାଦରୁ ରାଜରାସ୍ତାକୁ ଚାଲି ଆସିଥିଲା। ଶତାଧିକ ଉତ୍ତ୍ୟକ୍ତ ପୁରୁଷ ଓ ମହିଳା କଟକରୋଧରେ ଧାରଣା ଦେଇଥିଲେ। ଫଳରେ ପ୍ରାୟ 2 ଘଣ୍ଟା ଧରି ଏହି ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। କଳ୍ପନାକୁ ଓ ରସଲଗୋଳ ଛକରୁ ଲକ୍ଷ୍ମୀସାଗର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ରାସ୍ତା ଉପରେ ପୁଲିସ ଜନତା କଣ୍ଡଯୁଦ୍ଧ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କୁ ପୁଲିସ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିବାକୁ ଦତ୍ତାସ୍ତ ହୋଇଥିଲେ।